ସଂସାରକୁ ଦେଖିଲେ। ଆପଣମାନେ ତାଙ୍କ ଆଗରେ ଜଗତର ଯେଉଁ ଛବିଟିକୁ ନେଇ ଥୋଇଥିଲେ ତାହା ଦୋଷ ପଣ୍ଡ ବୋଲି ସେମାନେ ଆବିଷ୍କାର କଲେ। ବାପା ମା ମାନେ ଜୀବନର ମୂଳ ନୁହନ୍ତି ବୋଲି ସେମାନେ ଅନୁଭବ କଲେ। ତାଙ୍କର ମୋହଭଙ୍ଗ ହେଲା। ସେମାନେ ହୁଏତ ଗୁମସୁମ ଉଦଣ୍ଡ ନହେଲେ ବିଦ୍ରୋହୀ ପାଲଟି ଗଲେ। କାଲିଯାତ୍ରା ଠିକ ସେଇଆ ହିଁ ଘଟିଛି। ଜାଣି ଜାଣି ତ ଆମେ କିଛି କରିନୁ। ତାକୁ ମହାନ କରିବା ନିଶାରେ ଆଜି ଆସି ଅନ୍ତରୀଣ ଅନ୍ଧାର ସାମ୍ନାରେ ପହଞ୍ଚି ଯାଇଛି। ଆହୁରି ଅନେକ କଥା ଅଛି ଯାହାକୁ ବାପା ମା ମାନେ ଛୋଟ ଭାବେ ଆଡ଼େଇ ଦିଅନ୍ତି, କିନ୍ତୁ ସେଇ ଛୋଟ ଛୋଟ କଥା ହିଁ ଜୀବନର ମୂଳ ବଦଳାଇ ଦିଏ। ଅଲିଅଳି ଶିଶୁଙ୍କୁ ପ୍ରତିଶୋଧ ପରାୟଣ କରିଦିଏ। ଖାଲି ତୁମଟା ଜଣକ ପାଇଁ ନୁହେଁ, ସମସ୍ତେ ହିଁ ସେମିତି। ସବୁ ବାପା ମାଙ୍କ ପାଇଁ ଏସବୁ ଜରୁରୀ କଥା। ବୁଝିବାକୁ ବାକି ନାହିଁ ପ୍ରାୟ, ସେସବୁ କହିବା ଲଜ୍ଜା ଜୀବନ। ପିଲାଦିନରୁ ପିଲାମାନଙ୍କୁ ପ୍ରଦର୍ଶନ କରାଇବା ଆଦୌ ଉଚିତ ନୁହେଁ। କାହାଣୀ କହିବି ନୁହେଁ, ନା ଆଦୌ ନୁହେଁ। ବଦମାସି କଲେ ବି ନୁହେଁ। ପ୍ରେମ ଓ ପ୍ରଶଂସା ଦ୍ୱାରା ପ୍ରଲୋଭିତ କର ନାହିଁ, କି ଚାପୁଡ଼ା ଦେଇ ଉଗ୍ର କର ନାହିଁ। ଶୃଙ୍ଖଳା ନଦୀ ଦେଇ ଶୃଙ୍ଖଳା ପ୍ରତି ବିତସ୍ତ କରିବା କଥା ବି ନୁହେଁ। ପିଲାମାନେ କେବଳ ଭୟ ନୁହେଁ, ଛନ୍ଦକ ଉପରେ ମଧ୍ୟ ବାପା ମାଙ୍କ ଠାରୁ ଶିଖନ୍ତି। ସେଥିପ୍ରତି ନିହାତି ସଚେତନ ହେବେ। ସେମାନେ ଠକାମି ମଧ୍ୟ ନିଜ ପରିବେଶରେ ହିଁ ଶିକ୍ଷା କରନ୍ତି। ବଡ଼ମାନଙ୍କର ମିଛ କଥା ଦେଖି ଦେଖି ପିଲାମାନଙ୍କ ମଧ୍ୟରେ ଇନସିକ୍ୟୁର ଫିଲିଂସ ବଢ଼େ। ତାହେଲେ ଏବେ ଆମେ କ'ଣ କରିବୁ? ଆପଣଙ୍କ ମତରେ ଆଉ କିଛି ନାହିଁ। ଆପଣମାନଙ୍କର କୌଣସି କାର୍ଯ୍ୟ ତାଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ତାହେଲେ ବିକାଶର ପ୍ରଥମ ସତ୍ୟ ହେଉଛି ସ୍ୱାଧୀନତା, ଯାହା ଆପଣମାନେ ଦେଇପାରିବେ ନାହିଁ। ଏଠାରୁ 100 କିଲୋମିଟର ଦୂରରେ ସମ୍ପର୍କ ବୋଲି ଗୋଟିଏ ଅନୁଷ୍ଠାନ ଅଛି। ସେଠାରେ ନେଇ ଯଦି ଛାଡ଼ନ୍ତି କିଛି ପରିବର୍ତ୍ତନ ଆସିପାରେ। ତା ସହିତ ବାପା ମା ମାନଙ୍କର ଆଚରଣରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ। ପିଲାମାନଙ୍କ ଜୀବନଧାରାକୁ ଭିନ୍ନ ଢଙ୍ଗରେ ବୁଝିବାକୁ ପଡ଼ିବ। ଯେଉଁଠି ତୁମ ପିଲାମାନେ ତୁମକୁ ଅବୁଝା ବା ଅଚିହ୍ନା ଲାଗିଲେ ସେତେବେଳେ ମୋ ସହ ତାହେଲେ ଉଦାସ କଥା ହେଇଯିବ। ଆଉ ଭାଉଜମାନଙ୍କୁ ମଧ୍ୟ ଏକଥା ବୁଝାଇ ଦେବ। ନିଶ୍ଚୟ ଆମେ କ'ଣ ଏଇ ଦିନେ 2 ଦିନ ଭିତରେ ସେ ନୂଆ ଅନୁଷ୍ଠାନକୁ ଯାଇପାରିବୁ? ହଁ ହଁ, ତୁମେ ଯେବେ ଚାହିଁବ ସେତେବେଳେ ଯାଇପାରିବ। ଏଇମାନଙ୍କ ପାଇଁ ତ ସେମାନେ ସବୁବେଳେ ଗାଈ ବସିଛନ୍ତି। ତାହେଲେ ଏବେ ଆମେ ଆସୁଛୁ। ନମସ୍କାର। କ'ଣ ଖବର ସବୁ ବନ୍ଧୁମାନେ? ଆଜି କ'ଣ ସବୁ ମୁହଁ ଶୁଖାଇ ବସିଛ? ସେମାନେ ଆଜି ସମସ୍ୟାରେ ପଡ଼ିଛନ୍ତି। ଏଠାରେ ଏକାଠି ହୋଇଛନ୍ତି ସମସ୍ୟାର ସମାଧାନ ପାଇଁ। କ'ଣ ତୁମେ ଜାଣିପାରୁନ? ସମସ୍ୟା ପୁଣି ଏମାନଙ୍କର? ହଁ, କାହିଁ ତମର କ'ଣ ବିଶ୍ୱାସ ହେଉନି? କ'ଣ ବନ୍ଧୁମାନେ, ତୁମର ସଭା ଏବେ ଆରମ୍ଭ ହବ ନା ନାହିଁ? ଏମାନଙ୍କ ମଧ୍ୟରୁ କିଛି ପିଲା ଚାହୁଁଛନ୍ତି ନିର୍ଦ୍ଦିଷ୍ଟ ଏକ ଟାଇମ୍ ଟେବୁଲ ତିଆରି କରି ସେହି ଅନୁସାରେ ଦୈନିକ କାର୍ଯ୍ୟକ୍ରମ କରିବେ। ଏତ ଖୁବ୍ ଭଲ କଥା। ତାହେଲେ ଅସୁବିଧା କ'ଣ? ଆରେ ମୋ କଥା ପୁରା କରିବାକୁ ଦିଅ। ତାହେଲେ ତମ କଥା ସରିନି। ହେଲା କୁହ। ଆଉ ଅନ୍ୟ କିଛି ପିଲା ଚାହୁଁଛନ୍ତି ସବୁ କିଛି ଶୃଙ୍ଖଳା ସହକାରେ ହେଉ ପଛକେ କିଛି ଘର ମଧ୍ୟ ନିୟମ ନ ହେଉ। ଏସବୁ କଥା ଏମାନେ କହୁଛନ୍ତି ନା ତୁମେ କହୁଛ? ହେଲା କେଉଁମାନେ ସବୁ ଶୃଙ୍ଖଳା ରହ ବୋଲି ଚାହୁଁଛ କହିବ ଦେଖି? ସେମାନେ ମୋ ପାଖକୁ ଆସ। ବାକି ଯେଉଁମାନେ ରହିଲ ସେମାନେ ସବୁ ମୋ ପାଖକୁ ଆସ। ବର୍ତ୍ତମାନ ତୁମ ଦଳର ଜଣେ କିଏ କୁହ, କ'ଣ ପାଇଁ ତୁମେ ଶୃଙ୍ଖଳା ରହ ବୋଲି ଚାହୁଁଛ? ଟାଇମ୍ ଟେବୁଲ ରହିଲେ ନିଜସ୍ୱ ସ୍ୱାଧୀନତା ରହିବନି କି ସ୍ୱ ଇଚ୍ଛାରେ ସବୁ କିଛି ହୋଇପାରିବନି। କାମ ସୀମା ସବୁ ବାଧ୍ୟବାଧକତାରେ ହୋଇ ଚାଲିବ, କିନ୍ତୁ ଫଳ କିଛି ମିଳିବନି। ମାନେ କାର୍ଯ୍ୟକ୍ରମ ସବୁ ପ୍ରଡକ୍ଟିଭ ହେବନି। ଟାଇମ୍ ଟେବୁଲ ରହିଲେ ଆମର ସ୍ୱପ୍ନ ବି ବାନ୍ଧି ହୋଇଯିବ ସେଇ ଧାରାରେ। ଏବେ ତାଙ୍କ କଥା ତ ଶୁଣିଲ, ଏବେ ତୁମ ଦଳରୁ କୁହ। ଶୃଙ୍ଖଳା ରହୁ ବୋଲି ଆମେ ଚାହୁଁଛୁ, ହେଲେ ସେଇଟା କାଳେ ସ୍ୱେଚ୍ଛାଚାରିତାରେ ରୂପ ନ ବୋଲି ଆମେ ଡରୁଛୁ। ସମସ୍ତେ ମାନିପାରିଲେ ସିନା।
ନିଜେ ନିଜେ ଦୁନିଆରେ ହଜିଗଲା ପରେ ହୁଏତ ସଭିଏ ଭୁଲିଯିବେ ମୌଳିକ ସୁନ୍ଦର କଥା। ତାହେଲେ ତୁମେ ସବୁ କଥା ସ୍ଥିର କର। ତୁମେ ଶୃଙ୍ଖଳା ମାନିବ କି ଟାଇମ ଟେବୁଲ ତିଆରି କରିବ? ତାହେଲେ ଶୃଙ୍ଖଳା ତୁମେ ହିଁ ଜାଣିଥିବ, ତୁମେ ହିଁ ତିଆରି କରିଦିଅ, ଯାହାକୁ ତୁମେ ସହଜରେ ମାନିପାରିବ ଏବଂ ଖୁସି ବି ହୋଇପାରିବ। ସମସ୍ତେ ତ ସବୁ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ କରୁଥିବେ, କିନ୍ତୁ ସବୁ ଭିତରେ ପରିବେଶ ରହିବ ନୀରବ। ତାହେଲେ ଯାଇ ସମସ୍ତେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିପାରିବେ, ଆଉ ଡିଷ୍ଟର୍ବ ହେବନି। ଦରକାର ବେଳେ ଧୀରେ ଧୀରେ କଥା ହେବା, ଖାଇବା ଶୋଇବା ଓ ଶାରୀରିକ ଅଭ୍ୟାସ ବେଳେ ସମ୍ପୂର୍ଣ୍ଣ ନୀରବ ରହିବା। ସନ୍ଧ୍ୟା ସମୟ ହବ, ଆମ ପାଇଁ ଆଡ଼ପର ସମୟ, ବନ୍ଧୁତାର ସମୟ। ଆମେ ସମସ୍ତେ ସାଥିରେ ବସି କଥା ହେବୁ। ସେତେବେଳକୁ ଆମେ ଆକାଶକୁ ଚାହିଁବୁ, ତାରାମାନଙ୍କୁ ଦେଖିବୁ। ଆମ ଚାରିପଟେ ଥିବା ଗଛ ଲତାଙ୍କ ମେଳରେ ଖୋଲା ଆକାଶ ତଳେ ମନ ଖୋଲି କଥା ହେବୁ। ପରିବେଶରେ ଯାହା ଦରକାର ହେବ ସେତିକି ଅନୁଭୂତି ନେଇ ଆଣିବା। ସମସ୍ତେ ବନ୍ଧୁ କରି ଚଳିବୁ, କିଛି ନୂଆ କରିବାକୁ ଚେଷ୍ଟା କରିବୁ। ତୁମେ ସବୁ ଆମ ସାଥିରେ ହାତରେ ହାତ ମିଶାଇ ପାଦରେ ପାଦ ମିଶାଇ ବନ୍ଧୁ ପରି ଚଳିବାକୁ ଚାହୁଁଛ? ତୁମମାନଙ୍କ କଥାରୁ ମନେ ହେଉଛି ତୁମେମାନେ ସବୁ ଗତାନୁଗତିକ ଜୀବନଧାରାକୁ ବାଦ ଦେଇ ଏକ ନୂତନ ଜୀବନ ବଞ୍ଚିବାର ସ୍ୱପ୍ନ ଦେଖୁଛ। ମତେ ବି ଠିକ୍ ସେମିତି ଲାଗୁଛି। ତୁମେ ଯେ ଆମ ସାଥୀ, ଆମ ମନ କଥା କେବଳ ତୁମେ ହିଁ ବୁଝିପାର। ତାହେଲେ ଚାଲ ଆମେ ସେଇଭଳି ଏକ କବିତାର ଅଭିନୟ କରିବା। କବିତାଟି ହେଲା ନୂଆ ବାଟ ଚାଲିବାର କବିତା। ତୁମେ ଶ୍ରୀଅନ୍ନଙ୍କର ଇନଭିଟେସନ କବିତା କଥା କହୁନ ତ? ହଁ, ମୁଁ ଇନଭିଟେସନ ଓଡ଼ିଆ ଅନୁବାଦ ଆମନ୍ତ୍ରଣ କବିତା କଥା କହୁଛି। ବର୍ଷା କଟୁଛି, ଝଞ୍ଜା ପିଟୁଛି, ବର୍ଷା କଟୁଛି, ଝଞ୍ଜା ପିଟୁଛି, ବେଢ଼ି ମୋର ଚଉପାଶେ, ବେଢ଼ି ମୋର ଚଉପାଶେ। ଉଠି ଚାଲିଛି ମୁଁ ଶୈଳ ଶିଖରେ, ଉଠି ଚାଲିଛି ମୁଁ ଶୈଳ ଶିଖରେ, ବନ୍ଧୁର ବନ ଦେଶେ, ବନ୍ଧୁର ବନ ଦେଶେ। ଉଠି ଚାଲିଛି ମୁଁ ଶୈଳ ଶିଖରେ, ବନ୍ଧୁର ବନ ଦେଶେ। ସହଯାତ୍ରୀ କିଏ ହେବ ମୋର, ଉର୍ଦ୍ଧ୍ୱେ ଆରୋହିବ କେ ମୋ ସାଥେ। ପାହାଡ଼ି ନଈର ସୁଅ କାଟି ଧୀରେ ପଦ ଚାଲି ହିମ ପଥେ। ପାହାଡ଼ି ନଈର ସୁଅ କାଟି ଧୀରେ ପଦ ଚାଲି ହିମ ପଥେ। ପାହାଡ଼ି ନଈର ସୁଅ କାଟି ଧୀରେ ପଦ ଚାଲି ହିମ ପଥେ। ସୀମିତ ତୁଚ୍ଛ ନଗରୀ ବୃତ୍ତ, ସୀମିତ ତୁଚ୍ଛ ନଗରୀ ବୃତ୍ତ ଭିତରେ ଆବଦ୍ଧ ହୋଇ ତୁମରି ଦୁଆର ଆଉ ପାଚେରୀର ନିଗଢ଼େ ମୁଁ ନାହିଁ ରହି, ନିଗଢ଼େ ମୁଁ ନାହିଁ ରହି। ନଭର ନୀଳିମା ରୂପେ ମୋ ଉପରେ ରାଜନ୍ତି ପରମେଶ୍ୱର। ବିପକ୍ଷରେ ମୋର ଛଳ ପ୍ରଭଞ୍ଜନ, ବିପକ୍ଷରେ ମୋର ଛଳ ପ୍ରଭଞ୍ଜନ। ତଳେ ବିଦ୍ରୋହ ସ୍ୱର, ତଳେ ବିଦ୍ରୋହ ସ୍ୱର। ବିପକ୍ଷରେ ମୋର ଝଡ଼ ପ୍ରଭଞ୍ଜନ, ତଳେ ବିଦ୍ରୋହ ସ୍ୱର। ବିଜନତା ସହ ଖେଳୁଛି ମୁଁ ଖେଳ, ବିଜନତା ସହ ଖେଳୁଛି ମୁଁ ଖେଳ। ଆପଣ ମୁଲକେ ଏଠି
କରି ମୁଁ ଦେଇଛି ନିଜକୁ ଦୁର୍ଭାଗ୍ୟ ଦୁର୍ଘଟଣାର ସାଥୀ କରି ମୁଁ ଦେଇଛି ନିଜକୁ ଦୁର୍ଭାଗ୍ୟ ଦୁର୍ଘଟଣାର ସାଥୀ କିଏ ସେ ବଞ୍ଚିବ ବିଶାଳ ଜୀବନ କିଏ ସେ ବଞ୍ଚିବ ବିଶାଳ ଜୀବନ ବଞ୍ଚିବ ସ୍ୱାଧୀନ ଭାବେ উঠিয়া কই বদাস লাঞ্ছিত তুঙ্গ ভুই পরে দেবে তুঙ্গ ভুই পরে দেবে পর্বত তুণি ঝড় তোফানর অটাই মধীশ্বর পর্বত তুণি ঝড় তোফানর অটাই মধীশ্বর মোহিনী আত্ম পুরুষ গর্ব গৌরব মুখ তীর গৌরব মুখ তীর দৃঢ় নিশ্চয় হেব সাজিব সে বন্ধু দৃঢ় নিশ্চয় হেব সাজিব সে বন্ধু পরিজন বিপদর চালিব যিয়ে মো পাখে পাখে হই চালিব যিয়ে মো পাখে পাখে হই মো রাজ্যর অংশীদার মো রাজ্যর অংশীদার চালিব যিয়ে মো পাখে পাখে হই মো রাজ্যর অংশীদার ମୋ ରାଜ୍ୟର ଅଂଶୀଦାର ମୋ ରାଜ୍ୟର ସମସ୍ତଙ୍କର ଏକ ନିଜସ୍ୱ ଦୁନିଆ ଅଛି ସମସ୍ତଙ୍କର ଏକ ନିଜସ୍ୱ ଦୁନିଆ ଅଛି ସମସ୍ତଙ୍କର ଏକ ନିଜସ୍ୱ ଦୁନିଆ ଅଛି ତୁମର ସନ୍ତାନ ପ୍ରକୃତରେ ତୁମ ଆପଣା ସନ୍ତାନ ନୁହନ୍ତି ଯେ ତୁମେ ତାଙ୍କୁ ନିଜସ୍ୱ ସମ୍ପତ୍ତି କରି ବ୍ୟବହାର କରିବ ତୁମ ସନ୍ତାନ ପ୍ରକୃତରେ ତୁମ ଆପଣା ସନ୍ତାନ ନୁହନ୍ତି ଯେ ତୁମେ ତାଙ୍କୁ ନିଜସ୍ୱ ସମ୍ପତ୍ତି କରି ବ୍ୟବହାର କରିବ ସେମାନେ ଜୀବନଟିଏ ଜନ୍ମ ନେବାର ଆକାଂକ୍ଷାରୁ ଜାତ ତୁମମାନଙ୍କ ମଧ୍ୟ ଦେଇ ସେମାନେ ସଂସାରକୁ ଆସନ୍ତି କିନ୍ତୁ ତୁମମାନଙ୍କ ଠାରୁ ସେମାନଙ୍କର ଉଦ୍ଭବ ହୁଏ ନାହିଁ କିନ୍ତୁ ତୁମମାନଙ୍କ ଠାରୁ ତୁମର ଉଦ୍ଭବ ହୁଏ ନାହିଁ କାରଣ ସେମାନେ ତୁମ ଆସ୍ପୃହାରୁ ନୁହେଁ କାରଣ ସେମାନେ ତୁମ ଆସ୍ପୃହାରୁ ନୁହେଁ ତୁମ ସମ୍ଭୋଗରୁ ସୃଷ୍ଟି କାରଣ ସେମାନେ ତୁମ ଆସ୍ପୃହାରୁ ନୁହେଁ ତୁମ ସମ୍ଭୋଗରୁ ସୃଷ୍ଟି এই সংসারে সেমানে তুমরি সহিত অছন্তি এই সংসারে সেমানে তুমরি সহিত অছন্তি তথাপি সেমানে তুমর নুহন্তি তথাপি সেমানে তুমর নুহন্তি সেমানଙ୍କୁ
ତୁମେ ଯେତେ ଇଚ୍ଛା ସେତେ ଆପଣାର ପ୍ରେମଦାନ କରିପାର। ସେମାନଙ୍କୁ ତୁମେ ଯେତେ ଇଚ୍ଛା ସେତେ ଆପଣାର ପ୍ରେମଦାନ କରିପାର, କିନ୍ତୁ ନିଜର ବିଚାରଧାରାକୁ କଦାପି ସେମାନଙ୍କ ଉପରେ ଲଦି ଦିଅ ନାହିଁ। କିନ୍ତୁ ନିଜର ବିଚାରଧାରାକୁ କଦାପି ସେମାନଙ୍କ ଉପରେ ଲଦି ଦିଅ ନାହିଁ, କାରଣ ସେମାନଙ୍କର ନିଜସ୍ୱ ବିଚାରଧାରା ଅଛି। କାରଣ ସେମାନଙ୍କର ନିଜସ୍ୱ ବିଚାରଧାରା ଅଛି। ସେମାନଙ୍କ ଶରୀରକୁ ବାପା ମା ହିସାବରେ ତୁମେ ଆପଣାର ଗୃହରେ ଆଶ୍ରୟ ଦେଇପାର। ସେମାନଙ୍କର ଶରୀରକୁ ବାପା ମା ହିସାବରେ ତୁମେ ଆପଣାର ଗୃହରେ ଆଶ୍ରୟ ଦେଇପାର, କିନ୍ତୁ ସେମାନଙ୍କର ଆତ୍ମାକୁ ମୁକ୍ତ ଛାଡ଼ି ଦିଅ। କିନ୍ତୁ ସେମାନଙ୍କର ଆତ୍ମାକୁ ତୁମେ ମୁକ୍ତ ଛାଡ଼ି ଦିଅ, କାରଣ ଭବିଷ୍ୟତ ପୃଥିବୀରେ ସେମାନଙ୍କର ଆତ୍ମା ବିଚରଣ କରୁଛି। ତୁମେ ସେ ନୂତନ ପୃଥିବୀ ଭିତରେ ପ୍ରବେଶ କରିପାରିବ ନାହିଁ। ତୁମର ସ୍ୱପ୍ନ ସେତେ ଦୂର ଯାଇପାରିବ ନାହିଁ। ତୁମର ସ୍ୱପ୍ନ ସେତେ ଦୂର ଯାଇପାରିବ ନାହିଁ। ତୁମେ ତୁମର ସନ୍ତାନ ମାନଙ୍କ ପରି ହେବାର ଚେଷ୍ଟା ହୁଏତ କରିପାର। ତୁମେ ତୁମର ସନ୍ତାନ ମାନଙ୍କ ପରି ହେବାର ଚେଷ୍ଟା ହୁଏତ କରିପାର,